ମୋ ନାତିର ପସନ୍ଦରେ ମୁଁ ଆଜି ତିଆରି କରିଛି ଆଳୁ ଚିପ୍ସ। ସେଥିପାଇଁ ନେଇଯାଇଛି ମୁଁ ବଡ଼ ବଡ଼ 3ଟା ଆଳୁ। ତାର ଚୋପାକୁ ଚାଞ୍ଚି ଦେଇଛି। ଚାଞ୍ଚି ସାରିଲା ପରେ ତାର ଚାରି ସାଇଡ଼୍ରୁ ଏଭଳିଆ ଟିକେ ଟିକେ କାଟିକି ତାକୁ ସାଇଜ୍ କରିଦେଇଛି। ସାଇଜ୍ କଲା ପରେ ତାକୁ ମଝିରୁ ଗଢ଼ି କରିଦେଇଛି। ଏତିକି ଏତିକି ମୋଟା ରଖିକି ତାପରେ ଦୁଇ ସାଇଡ଼୍ 2ଟା ଚାମଚ ଦେଇକି ତାକୁ ଏଇଭଳି କାଟି ଦେଇଛି ଡିଜାଇନ୍। ଗୋଟେ ସାଇଡ଼୍ କାଟିଲା ପରେ ତାର ବିପରୀତ ସାଇଡ଼୍ଟାରେ ଫେର ଆଉ ଥରେ ସେଇଭଳି କାଟି ଦେଇଛି। କାଟି ସାରିଲା ପରେ ଦେଖନ୍ତୁ ଡିଜାଇନଟା କେଡ଼େ ସୁନ୍ଦର ହେଇଛି। ଆକୁ କାଠି ଟିକେ ଖୁଞ୍ଚି ଦେଇଥିଲେ ବଢ଼ିଆ ଡିଜାଇନ୍ ହେଇଯାଇଥାନ୍ତା, କିନ୍ତୁ ଘରେ କାଠି ନଥିଲା, ମୁଁ ଖୁଞ୍ଚିନି। ଆପଣମାନେ କାଠି ଖୁଞ୍ଚିକି ଆକୁ ଛାଣିବେ ନା, ବଢ଼ିଆ ଡିଜାଇନଟା ଦେଖାଯିବ। ଫୁଟିକିରି ତାର ଡିଜାଇନଟା ଆସିବ। ତାପରେ କର୍ଣ୍ଣଫ୍ଲୋର, ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ, ମସଲା ଗୁଣ୍ଡ, ଲୁଣ, ଚାଟ୍ ମସଲା ଟିକେ ସବୁ ନେଇ ତାକୁ ଟିକେ ଗୋଳେଇ ଦେଇ ତେଲ କଡ଼େଇ ଗୋଟେ ବସେଇକି ତାକୁ ଛାଣିଛି। ପୁରା ଟିକେ ସ୍ଲୋ ଆଞ୍ଚ କରିକି ତାକୁ ଟିକେ ଛାଣିଦେବା। ଦେଖନ୍ତୁ କେତେ ସୁନ୍ଦର ଡିଜାଇନଟା ଦେଖାଯାଉଛି ନା। ପିଲାମାନଙ୍କୁ ଖୁସି କରିବା ପାଇଁ ସବୁ କରିବା କଥା। ଆଉ ଦେଖନ୍ତୁ ବଢ଼ିଆ ଡିଜାଇନ୍ ଗୋଟେ ଦେଖାଯାଉଛି। କାଠି ଥିଲେ ଆହୁରି ବଢ଼ିଆ ଡିଜାଇନ୍